ଦୁଇ ଦିନ ତଳେ ନିଖୋଜ ଥିବା ଜଣେ ଯୁବକର ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ମୁବାରକପୁର ଗ୍ରାମର ବସନ୍ତ ମାଝୀଙ୍କ ପୁଅ ମନୋଜ ମାଝୀ ଗତ 2 ଦିନ ତଳେ ଘରୁ ନିଖୋଜ ହୋଇଯାଇଥିଲେ। ତେଣୁ ଏନେଇ ସୋର ଥାନାରେ ଅଭିଯୋଗ କରାଯିବା ସହିତ ଯୁବକଙ୍କ ପରିବାର ଲୋକେ ଓ ସୋର ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ମନୋଜଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ପରିବାର ଲୋକମାନେ ଷ୍ଟେସନ ପାଖାପାଖି ଶ୍ୱଶୁର ଘର ମଙ୍ଗଳପୁର ଏବଂ ବିଭିନ୍ନ ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ହେଲେ ଆଜି ସୋର ପୌରପାଳିକା ଅଧୀନସ୍ଥ ବଡ଼ ପୋଖରୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇ ସୋର ପୁଲିସକୁ ଖବର ଦେଇଥିଲେ। ତେଣୁ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ମନୋଜଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ମନୋଜଙ୍କ ପରିବାର ଲୋକମାନେ ଆସି ଶବ ଚିହ୍ନଟ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ପୁଲିସ। ହେଲେ ମନୋଜଙ୍କ ମୃତଦେହ ପୋଖରୀକୁ କିପରି ଆସିଲା ତାହାର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।